ଆପଣ ପରିଚୟ? ମୁଁ ହେଲି ନିରଞ୍ଜନ ମାଝୀ, ପୂର୍ବତନ ସରପଞ୍ଚ। ବର୍ତ୍ତମାନ ମୋର ମିସେସ୍ ସରପଞ୍ଚ ଅଛନ୍ତି, ମୁଁ ତାଙ୍କର ପ୍ରତିନିଧି ଭାବରେ ଆଜି ଯେଉଁ ନବଜୀବନ ଫାଉଣ୍ଡେସନ ତରଫରୁ ମାଙ୍କ ପୀଠରେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ବନ୍ଧୁ ମିଳନ, ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲି। ଆଜି ଏ ମାଙ୍କ ପୀଠରେ ଆଜି ମୋତେ ଦେଖିବାକୁ ଏକ ବଡ଼ ସୁଯୋଗ ମିଳିଲା। ଏ ନବଜୀବନ ଫାଉଣ୍ଡେସନ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରିଛି, ଏ ପ୍ରତିବର୍ଷ ପରି ମଧ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଛନ୍ତି। ସାରା ଓଡ଼ିଶାରେ ନବବର୍ଷ ଦିନକୁ ଦିନ ଯେଭଳି ମାନବ ସେବାରେ ଆଗେ ବଢ଼ିଛି, ନିଶ୍ଚିତ ପାଖରେ ମାଙ୍କ ପୀଠରେ ମୁଁ ମାଙ୍କ ପାଖରେ ପ୍ରାର୍ଥନା କରୁଛି, ଏ ନବଜୀବନ ଫାଉଣ୍ଡେସନର ଯେଉଁମାନେ ଯୁବପିଢ଼ି ସମସ୍ତେ ପରାମର୍ଶଦାତା ଅଛନ୍ତି, ସେମାନଙ୍କୁ ମା ଆଶୀର୍ବାଦ ଦେଉ, କିଭଳି ଭାବରେ ମାନବ ସେବା କରି ଲୋକମାନଙ୍କର ଦୁଃଖ ସୁଖରେ ଜଡ଼ିତ ହେଇ ସମସ୍ତଙ୍କ ଦୁଃଖରେ ଯେଭଳି ଦୁଃଖ ଆରୋଗ୍ୟ କରୁଛନ୍ତି, ସମସ୍ତ କାର୍ଯ୍ୟକୁ ଯେଭଳି ନିଜର ଭାବିକି କାର୍ଯ୍ୟ ଆଗକୁ ବଢ଼େଇଛନ୍ତି ଓଡ଼ିଶାରେ। ମୁଁ ସେଥିପାଇଁ ଏ ଯେଉଁ ସାମ୍ବାଦିକ ବନ୍ଧୁ ମଧ୍ୟ ଆଜି ବହୁ ବନ୍ଧୁ ସାମ୍ବାଦିକ ବନ୍ଧୁ ଆସିଛନ୍ତି ନବଜୀବନ ଫାଉଣ୍ଡେସନ ତରଫରୁ, ଯେଉଁମାନଙ୍କର ବନ୍ଧୁ ମିଳନ କିଭଳି ଭାବରେ ହେଉଛି, ଯେତେ ମଧ୍ୟ ଗରିବ ଖଟିଖିଆ ସମସ୍ତେ ମଧ୍ୟ ନବଜୀବନ ଫାଉଣ୍ଡେସନ ଅନୁଷ୍ଠାନକୁ ମଧ୍ୟ ଯିଏ ଯାହା ପାରୁଛି ସହଯୋଗ କରୁଛି। ଏ ନବଜୀବନ ସମସ୍ତଙ୍କୁ ଏକ କରି ଆଜି ଓଡ଼ିଶାରେ ସେବା ଆଗକୁ ବଢ଼େଇ ଚାଲିଛନ୍ତି। ତେଣୁ ମୁଁ ପ୍ରଭୁ ପୁଣି ଥରେ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି, ନବଜୀବନ ଫାଉଣ୍ଡେସନ ଭାଇମାନଙ୍କର ଚଲାପଥରେ ପୁଷ୍ପ ବୃଷ୍ଟି କରୁ, ସାରା ଓଡ଼ିଶାରେ ସେ ଏକ ସେବାରେ ସୁନାମ ଅର୍ଜନ କରନ୍ତୁ। ମୁଁ ଏତିକି କହି ରହୁଛି। ଜୟ ଜଗନ୍ନାଥ। ମାନସ ରଞ୍ଜନ ସାହୁ, ରାଜ୍ୟ ମୁଖ୍ୟ ନବଜୀବନ ଫାଉଣ୍ଡେସନ। କ'ଣ କହିବେ ନବଜୀବନ ଫାଉଣ୍ଡେସନର ଯେଉଁ ଓଡ଼ିଶା ଶାଖା ପକ୍ଷରୁ ଯେଉଁ ବଣଭୋଜି ଆୟୋଜନ କରାଯାଉଛି ସେ ବାବଦରେ କ'ଣ କହିବେ? ଆଜି ଆମର ନବଜୀବନ ଫାଉଣ୍ଡେସନ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଗୋଟେ ବଣଭୋଜିର କାର୍ଯ୍ୟକ୍ରମ ରଖାଯାଇଛି। ଆମ ସଂଗଠନର ସମସ୍ତ ସଦସ୍ୟ, ଶୁଭେଚ୍ଛୁ, ସମର୍ଥକ ଏବଂ ଆମକୁ ବିଭିନ୍ନ ଉପାୟରେ ସହଯୋଗ କରୁଥିବା ସମସ୍ତ ବନ୍ଧୁଙ୍କୁ ଆମେ ଆଜି ନିମନ୍ତ୍ରଣ କରିଛୁ। ସମସ୍ତେ ଆସିଛନ୍ତି ଏବଂ ସବୁଠୁ ବଡ଼ ଜିନିଷ ହେଉଛି ଆମେ ଆଜି ଏଠି ଗୋଟେ କର୍କଟ ପୀଡ଼ିତମାନଙ୍କ ପାଇଁ ଆମେ ଗୋଟେ ଚାରିଟି ହୁଣ୍ଡି କାର୍ଯ୍ୟକ୍ରମ ଆରମ୍ଭ କରୁଛୁ, ଯାହାର ଲକ୍ଷ୍ୟ ହେଉଛି ଅସହାୟ କର୍କଟ ପୀଡ଼ିତଙ୍କୁ ଆମେ ଏ ହୁଣ୍ଡିରୁ ଯାହା ବାହାରିବ ଆମେ ତାଙ୍କୁ ପ୍ରଦାନ କରିବୁ ଗୋଟେ ଆମ ଅଞ୍ଚଳର ଜଣେ କର୍କଟ ପୀଡ଼ିତଙ୍କୁ। ନବଜୀବନ ଫାଉଣ୍ଡେସନରେ ପ୍ରତିବର୍ଷ କେବଳ ଏଇ ବଣଭୋଜି ଆୟୋଜନ ହୁଏ ନା ଅନ୍ୟ କିଛି କାର୍ଯ୍ୟକ୍ରମ ହୁଏ? ଆପଣମାନେ ବି ସମସ୍ତେ ଜାଣିଛନ୍ତି ଆମର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ଘର ପୋଡ଼ି ସହଯୋଗ ଠାରୁ ବନ୍ୟା ପୀଡ଼ିତ ସହଯୋଗ ଠାରୁ ଆରମ୍ଭ କରିକି ବିଭିନ୍ନ ସାଂସ୍କୃତିକ କାମ, ବିଭିନ୍ନ ସଚେତନ ଶିବିର କାମ, ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଆମେ ଜାରି ରଖିଛୁ, ଆଗକୁ ମଧ୍ୟ ଜାରି ରଖିବୁ। ଧନ୍ୟବାଦ। ସାର୍ କ'ଣ କହିବେ ନବଜୀବନ ଫାଉଣ୍ଡେସନ ତରଫରୁ ଆୟୋଜିତ? ମୁଁ ଶ୍ରୀ ରମେଶ ଚନ୍ଦ୍ର ବେହେରା, ସଭାପତି ଧାମରା ବ୍ଲକ କଂଗ୍ରେସ କମିଟି। ଆଜି ଯେଉଁ ପବିତ୍ର ପୀଠ କୁଚିଳା ଦପାନାୟକଙ୍କ ପୀଠରେ ଓଡ଼ିଶା ନବଜୀବନ ଫାଉଣ୍ଡେସନ ତରଫରୁ ଯେଉଁ ବଣଭୋଜିର ବ୍ୟବସ୍ଥା କରାଯାଇଛି, ପ୍ରଥମେ ସମସ୍ତ ଆୟୋଜକମାନଙ୍କୁ ମୋ ତରଫରୁ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରୁଛି। ଆଜିର ଯେଉଁ ଉତ୍ସବ ଏଠି ଚାଲିଛି ବଣଭୋଜି ଉତ୍ସବ, ନବଜୀବନ ଫାଉଣ୍ଡେସନର ଯେତେ କର୍ମକର୍ତ୍ତା ସଦସ୍ୟମାନେ ଅଛନ୍ତି, ମୁଁ ସେମାନଙ୍କ ସହିତ ଆଜକୁ 10 ବର୍ଷ ହେଲା ଲଗାତାର ଭାବରେ ରହିଛି। ଏ ଗୋଟେ ଏପରି ଏକ ସଂସ୍ଥା ସମାଜର ଯେତେ ଅବହେଳିତ, ନିଷ୍ପେଷିତ, ଦଳିତ, ଲାଞ୍ଛିତ ଲୋକମାନଙ୍କ ପାଇଁ, ଅଗ୍ନି ବିପନ୍ନମାନଙ୍କ ପାଇଁ, କୃଷ୍ଣ ରୋଗର ଯେଉଁମାନେ ପୀଡ଼ିତ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅସହାୟମାନଙ୍କ ପାଖରେ ତାଙ୍କର ଆବଶ୍ୟକତା ବେଳେ ତାଙ୍କ ପାଖରେ ପହଞ୍ଚିବା ଓଡ଼ିଶା ନବଜୀବନ ଫାଉଣ୍ଡେସନ ହେଉଛି ମୁଖ୍ୟ ଲକ୍ଷ୍ୟ କଲେ ଅତ୍ୟୁକ୍ତ। ମାନେ ଯେଉଁ ପିଲାମାନେ ଏଠି ଅଛନ୍ତି, ଆମର ସଦସ୍ୟମାନେ ଅଛନ୍ତି, ଏଠି ଏମ୍ପ୍ଲୟି ମଧ୍ୟ ଏକ ପ୍ରକାର ଅବିଭାଗ କେହି ନାହାନ୍ତି, କିନ୍ତୁ ନନ୍ ଏମ୍ପ୍ଲୟି ପିଲାମାନେ ତାଙ୍କର ଯେଉଁ ସମାଜ ପ୍ରତି ତାଙ୍କର ଭଲ ପାଇବା ଅଛି, ସମାଜ ପ୍ରତି ତାଙ୍କର ଯେ ଅଙ୍ଗୀକାରବଦ୍ଧତା ଅଛି, ଏ ଅଙ୍ଗୀକାରବଦ୍ଧତାକୁ ସେମାନେ କାର୍ଯ୍ୟକାରୀ କରିବା ପାଇଁ ପକେଟ୍ ମନିରୁ ଯେତେବେଳେ ଯାହା ଆବଶ୍ୟକ ପଡ଼ିଥାଏ ନିଡି ପର୍ସନଙ୍କ ପାଇଁ ସେମାନେ ତାଙ୍କ ପକେଟ୍ ମନିରୁ କାଟି ସହଯୋଗର ହାତ ବଢ଼ାଇ ଦେଇଥାନ୍ତି। ତେଣୁ ଓଡ଼ିଶା ନବଜୀବନ ଫାଉଣ୍ଡେସନ ସମସ୍ତ ସଦସ୍ୟମାନଙ୍କ ପାଖରେ ମୁଁ ସବୁଦିନ ପାଇଁ ଋଣୀ ରହୁଛି। ଏତିକି କେବଳ ବିଶ୍ୱନାଥ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ହେ ବିଶ୍ୱନାଥ ପ୍ରଭୁ ଜଗନ୍ନାଥ ଓଡ଼ିଶା ନବଜୀବନ ଫାଉଣ୍ଡେସନ ଯେତେ କର୍ମକର୍ତ୍ତା ଅଛନ୍ତି, ସଦସ୍ୟମାନେ ଅଛନ୍ତି, ତାଙ୍କୁ ସଦାସର୍ବଦା ଦୀର୍ଘାୟୁ କରନ୍ତୁ, ସୁଖ ଶାନ୍ତି ରଖନ୍ତୁ, ଆଉ କିପରି ସାରା ଜୀବନ ସେମାନେ ଏହିପରି ସମାଜ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏଥିପାଇଁ ତାଙ୍କୁ ସହାୟ ହୁଅନ୍ତୁ। ଏହା ହିଁ କେବଳ ଆପଣମାନଙ୍କ ଜରିଆରେ ମୋର ବିଶ୍ୱନାଥ ଉପରେ ପ୍ରାର୍ଥନା।